ଏଣିକି ଆଉ ଟେନସନ୍ ନାହିଁ। 3 ଦିନରେ ଘରେ ପହଞ୍ଚିବ ଆପଣଙ୍କ ପାସପୋର୍ଟ। ଜାଣନ୍ତୁ ଫିସ୍ ଏବଂ ତିଆରି କରିବାର ପୁରା ପ୍ରୋସେସ୍। ତେବେ କ'ଣ ରହିଛି ସମ୍ପୂର୍ଣ୍ଣ ଅପଡେଟ୍‌ଟି ଆସନ୍ତୁ ଜାଣିବା। ତା ପୂର୍ବରୁ ଚ୍ୟାନେଲରେ ନୂଆ ଥିଲେ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରି ରଖନ୍ତୁ ଏମିତି ଗୁରୁତ୍ୱପୂର୍ଣ୍ଣ ଅପଡେଟ୍ ସବୁଠୁ ପ୍ରଥମେ ପାଇବା ପାଇଁ। ଯଦି ଆପଣଙ୍କୁ ହଠାତ୍ ବିଦେଶ ଯାତ୍ରା କରିବାକୁ ପଡ଼ିବ ଏବଂ ଆପଣଙ୍କ ପାଖରେ ପାସପୋର୍ଟ ନାହିଁ, ତେବେ ଚିନ୍ତା କରିବାର କୌଣସି ଆବଶ୍ୟକତା ନାହିଁ। ଭାରତ ସରକାରଙ୍କ ତତ୍କାଳ ପାସପୋର୍ଟ ଯୋଜନା ଅନୁଯାୟୀ ଆପଣ ସାଧାରଣ ପ୍ରକ୍ରିୟା ଅପେକ୍ଷା ବହୁତ ଶୀଘ୍ର ପାସପୋର୍ଟ ପାଇପାରିବେ। ଅନେକ କ୍ଷେତ୍ରରେ ଆବେଦନ ଏବଂ ଡକୁମେଣ୍ଟଗୁଡ଼ିକ ଠିକ୍ ଥିଲେ ପାସପୋର୍ଟ 1 ରୁ 3 କାର୍ଯ୍ୟ ଦିବସ ମଧ୍ୟରେ ପ୍ରଦାନ କରାଯାଏ। ହେଲେ ଶେଷ ସମୟସୀମା ଆପଣଙ୍କ ଡକୁମେଣ୍ଟ ଏବଂ ସମ୍ପୃକ୍ତ ପ୍ରକ୍ରିୟାକରଣ ଉପରେ ନିର୍ଭର କରେ। ତେବେ ତତ୍କାଳ ପାସପୋର୍ଟ କ'ଣ ଅଟେ? ତତ୍କାଳ ଯୋଜନା ଅଧୀନରେ ପାସପୋର୍ଟ ଆବେଦନଗୁଡ଼ିକୁ ପ୍ରାଥମିକତା ଭିତ୍ତିରେ ପ୍ରକ୍ରିୟାକରଣ କରାଯାଏ। ଏହି ସୁବିଧା ସେହି ବ୍ୟକ୍ତିମାନଙ୍କ ପାଇଁ ଉଦ୍ଦିଷ୍ଟ ଯେଉଁମାନଙ୍କୁ ଚାକିରି, ଶିକ୍ଷା, ଚିକିତ୍ସା, ଜରୁରୀକାଳୀନ ପରିସ୍ଥିତି କିମ୍ବା ବିଦେଶ ଯାତ୍ରା ପାଇଁ ତୁରନ୍ତ ପାସପୋର୍ଟ ଆବଶ୍ୟକ ହେବ। ତେବେ କେତେ ଦିନରେ ମିଳିବ ପାସପୋର୍ଟ? ଯଦି ସମସ୍ତ ଡକୁମେଣ୍ଟ ଠିକ୍ ଥିବ ଏବଂ ଆବେଦନରେ କୌଣସି ତ୍ରୁଟି ନଥାଏ, ତେବେ ସାଧାରଣତଃ 1 ରୁ 3 ଦିନ ମଧ୍ୟରେ ଏକ ତତ୍କାଳ ପାସପୋର୍ଟ ପ୍ରଦାନ କରାଯାଏ। କିଛି କ୍ଷେତ୍ରରେ ପ୍ରଥମେ ପାସପୋର୍ଟ ପ୍ରଦାନ କରାଯାଏ ଏବଂ ପରେ ପୋଲିସ ଯାଞ୍ଚ କରାଯାଏ। ତେବେ ଏହିପରି ଭାବରେ ଆପଣଙ୍କୁ ମାତ୍ର 3 ଦିନ ମଧ୍ୟରେ ପାସପୋର୍ଟ ମିଳିପାରିବ। ତେବେ ଏହା ଥିଲା ସମ୍ପୂର୍ଣ୍ଣ ଅପଡେଟ୍‌ଟି। ଭିଡ଼ିଓଟି ଭଲ ଲାଗିଥିଲେ ଭିଡ଼ିଓଟିକୁ ଲାଇକ୍ କରନ୍ତୁ, ସେୟାର କରନ୍ତୁ ଏବଂ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିବା ପାଇଁ ଭୁଲନ୍ତୁ ନାହିଁ।